ओम श्रीमद्भगवद्गीता द्वितीय अध्याय सांख्य योग श्लोक संख्या 14 मात्रा स्पर्शस्तु कौन्तेय शीतोष्ण सुख दुःखदा आगमापायिनो नित्या स्थितिख्यसो भारत। अथ हे कुंती पुत्र, सुख दुःखर अस्थायी आविर्भाव ଏବଂ କାଳକ୍ରମେ ସେମାନଙ୍କର ତିରୋଭାବ ଶୀତ ଓ ଗ୍ରୀଷ୍ମ ଋତୁ ଭଳି ଆସେ ଓ ଯାଏ। ହେ ଭରତ ବଂଶଜ, ସେମାନେ ଇନ୍ଦ୍ରିୟ ଭୋଗରୁ ଜାତ ହୁଅନ୍ତି ଏବଂ ବ୍ୟକ୍ତି ସେଥିରେ ବିଚଳିତ ନ ହୋଇ ସେଗୁଡ଼ିକୁ ସହିଯିବାକୁ ଅଭ୍ୟାସ କରିବା ଉଚିତ। ଭାବାର୍ଥ, କର୍ତ୍ତବ୍ୟ ସମ୍ପାଦନ ସମୟରେ ବ୍ୟକ୍ତିକୁ କିପରି ଅସ୍ଥାୟୀ ସୁଖ ଦୁଃଖକୁ ସହିବାକୁ ପଡ଼ିବ ତାହା ଶିକ୍ଷା କରିବା ଉଚିତ। ବୈଦିକ ନିର୍ଦ୍ଦେଶ ଅନୁଯାୟୀ ବ୍ୟକ୍ତିକୁ ବଡ଼ି ସକାଳୁ ସ୍ନାନ କରିବାକୁ ହେବ, ଏପରିକି ମାଘ ମାସରେ ମଧ୍ୟ ବଡ଼ି ସକାଳୁ ସ୍ନାନ କରିବାକୁ ହେବ। ସେ ସମୟରେ ଭାରି ଶୀତ ପଡ଼ିଥାଏ, ତଥାପି ଯେଉଁ ବ୍ୟକ୍ତି ଧର୍ମ ନୀତି ଅନୁସରଣ କରୁଥାଏ ସେ ଏତେ ଶୀତ ସତ୍ତ୍ୱେ ପ୍ରାତଃ ସମୟରେ ସ୍ନାନ କରିବାକୁ ଦ୍ୱିଧାବୋଧ କରେ ନାହିଁ। ଠିକ୍ ସେହିପରି ଏକ ସ୍ତ୍ରୀ ଲୋକ ଗ୍ରୀଷ୍ମ ଋତୁରେ ଅର୍ଥାତ୍ ମେ ଓ ଜୁନ୍ ମାସରେ ଯେତେବେଳେ ଖୁବ୍ ଗରମ ପଡ଼ିଥାଏ ସେତେବେଳେ ପାକଶାଳାରେ ନିଆଁ ପାଖରେ ବସି ଖାଦ୍ୟ ପ୍ରସ୍ତୁତ କରିବା ନିମିତ୍ତ ଦ୍ୱିଧାବୋଧ କରେ ନାହିଁ। ଜଳବାୟୁ ଯେତେ ଅସ୍ୱାସ୍ଥ୍ୟଚ୍ଛନ୍ଦ ହେଉ ପଛେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଠିକ୍ ସେହିପରି ଯୁଦ୍ଧ କରିବା କ୍ଷତ୍ରିୟ ଧର୍ମନୀତି ଅଟେ ଏବଂ ଯଦିଓ ନୀତି ଦୃଷ୍ଟିରୁ କୌଣସି ବ୍ୟକ୍ତିକୁ ତାର କୌଣସି ବନ୍ଧୁ ବା ଆତ୍ମୀୟ ସ୍ୱଜନଙ୍କ ସାଥିରେ ଯୁଦ୍ଧ କରିବାକୁ ପଡ଼େ ତଥାପି ସେ ସେଥିରୁ ବିରତ ହେବା ଉଚିତ ନୁହେଁ। ବ୍ୟକ୍ତିକୁ ଧର୍ମନୀତିମାନ ଅନୁସରଣ କରିବାକୁ ପଡ଼ିବ, କାରଣ ତଦ୍ଦ୍ୱାରା ସେ ଜ୍ଞାନ ଭୂମିକାକୁ ଉନ୍ନୀତ ହୋଇପାରିବ। ଜ୍ଞାନ ଓ ଭକ୍ତି ବଳରେ ହିଁ ବ୍ୟକ୍ତି ମାୟାବନ୍ଧନ କବଳରୁ ଉଦ୍ଧାର ପାଇପାରିବ। ଏହି ଶ୍ଲୋକରେ ଅର୍ଜୁନଙ୍କୁ ଯେଉଁ ଦୁଇଟି ବିଭିନ୍ନ ନାମରେ ସମ୍ବୋଧନ କରାଯାଇଛି ତାହା ବଡ଼ ଅର୍ଥପୂର୍ଣ୍ଣ ଅଟେ। ତାଙ୍କୁ କୌନ୍ତେୟ ନାମରେ ସମ୍ବୋଧନ କରାଯିବା ଦ୍ୱାରା ମାୟା ସମ୍ପର୍କରୁ ଶ୍ରୀକୃଷ୍ଣଙ୍କ ସହିତ ତାଙ୍କର ଯେ ଭକ୍ତ ସମ୍ପର୍କ ଅଛି ଏକଥା ସୂଚିତ ହେଉଛି ଏବଂ ତାଙ୍କୁ ଭାରତ ବୋଲି ସମ୍ବୋଧନ କରିବା ଦ୍ୱାରା ପିତାଙ୍କ ସମ୍ପର୍କକୁ ତାଙ୍କର ମହାନତା ସୂଚିତ ହେଉଛି। ପିତା ଓ ମାତା ଉଭୟଙ୍କ ସମ୍ପର୍କରୁ ତାଙ୍କର ଅର୍ଥାତ୍ ଅର୍ଜୁନଙ୍କର ଯେ ଏକ ବଡ଼ ପରମ୍ପରା ରହିଯାଇଛି ଏହା ସୂଚିତ ହେଉଛି। ଯେ ଉଚ୍ଚ ବଂଶ ସମ୍ବୁଦ୍ଧ ଓ ସମୂହତ ପରମ୍ପରା ଆସୁଥାଏ ସେ କର୍ତ୍ତବ୍ୟନିଷ୍ଠ ଅଟେ, ସେ କଦାପି କର୍ତ୍ତବ୍ୟ ସମ୍ପାଦନରେ ହେଳା କରିବ ନାହିଁ। ଏ ଦୃଷ୍ଟିରୁ ଅର୍ଜୁନ ଯୁଦ୍ଧରୁ ବିରତ ନେବା ଉଚିତ ନୁହେଁ।